ମୁଁ ଜଣକୁ ସାଙ୍ଗରେ ସାନ ବାବୁ ଇଏ କିଏ କହିଲେ କାକା ଇଏ କିଏ ସାନ ବାବୁ? ଇଏ ହଉଛି ଅନୁପମା, ଯାହାକୁ ମୁଁ ତାଙ୍କ ଗାଁ ମନ୍ଦିରରେ ବିବାହ କରିଥିଲି। ଇଏ ହଉଛି ସେଇ ଅନୁପମା। ବୋମା ବସିଛନ୍ତି ହଁ କାକା। ବୋମା ଆସିଛନ୍ତି ଆଗରେ ମୋ ଡାକ ଶୁଣିଛନ୍ତି ଏ ଠାକୁରେ ତମ କୋଟି 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 ବୋମା ତମେ ଭାବି ପାରିବନି ମୋ ସାନ ବାବୁ ତମ କଥା ମନେ ପକେଇ ପକେଇ କେତେ କାନ୍ଦିଛନ୍ତି। କମଲେଶଙ୍କ ଭଲ ପାଇବା ମତେ ଫେରେଇ ଆଣିଛି ପରା। ଅନୁପମା ଇଏ ହଉଛନ୍ତି ସାମୁ କାକା, ଏଇ ଘରର ଚାକର, ଏ ଘରର ପୁରୁଣା ଚାକର। ବଡଙ୍କୁ ବେଳୁ ମୁଁ ଏ ଘର ଅଛି। ଲିଚା କର, ମୁଁ ତ ଭାବିଲି ତମେ ଭୁଲ ଭାବୁଛ ଅନୁପମା। ସାମୁ କାକା ହଉଛନ୍ତି ଏଇ ଘରର ମୁରବୀ। ବାପା ଚାଲିଗଲା ପରେ ମୁଁ ତାଙ୍କୁ ସେଇ ଆସନରେ ରଖିଛି। ସେଇଟା ତ ମୋ ସାନ ବାବୁଙ୍କର ବଡ କଣ। ହଁ ସାନ ବାବୁ ତମର ଦେଖାଶୁଣା କରିବା ପାଇଁ ମୁଁ ଜଣଙ୍କୁ ସାଙ୍ଗେ ନେଇଯାଇଛି। ସେ ଆଜିଠୁ ସବୁବେଳେ ତମରି ପାଖରେ ରହିବ। କାକା ଆପଣ କାହିଁକି ଏତେ ବ୍ୟସ୍ତ ହଉଛନ୍ତି କହିଲେ? ଆସ ମା ଭିତରକୁ ଆସ। ଏ ମୋ ସାନ ବାବୁ। ଆଜ୍ଞା ନମସ୍କାର। ଏଇ ନମସ୍କାର। ଇଏ ମୋ ସାନ ବାବୁଙ୍କ ସ୍ତ୍ରୀ। ଇଏ ହଉଛନ୍ତି ଅନୁପମା। କିଛି ଦିନ ତଳେ ମୁଁ ତାଙ୍କୁ ତାଙ୍କ ଗାଁ ମନ୍ଦିରରେ ବିବାହ କରି ନେଇଥିଲି। ସାନ ବାବୁ ଇଏ ବି ବିବାହିତା ହେଲେ ତାଙ୍କ ସ୍ୱାମୀ ତାଙ୍କୁ ଛାଡି କୁଆଡେ ଚାଲି ଯାଇଛନ୍ତି। ଇଏ ତାଙ୍କ ସ୍ୱାମୀ ଖୋଜି ଖୋଜି ସହର ଆସିଥିଲେ, କାମ କରୁଥିଲେ, ମୁଁ ତାଙ୍କୁ ଏଠିକି ନେଇ ଆସିଲି। ଭଲ କଲ ସାମୁ କାକା, ବହୁତ ଭଲ କଲ। ଶୁଣ, ମୁଁ ଯେମିତି ଆଜି ମୋ ସ୍ତ୍ରୀ କି ପାଇଗଲି, ଠିକ ସେମିତି ତମେ ତମ ସ୍ୱାମୀ କି ପାଇଯିବ। ମନରେ ଯଦି ବିଶ୍ୱାସ ଭରସା ଥିବ ତାହେଲେ ଠାକୁର ତମ ଡାକ ନିଶ୍ଚୟ ନିଶ୍ଚୟ ଶୁଣିବେ। ଆଚ୍ଛା ଆଚ୍ଛା, ତମ ନାଁଟା? ତମ ନାଁଟା? ହଁ ଦେଖ ଏ ପର୍ଯ୍ୟନ୍ତ ତମ ନାଁ ଟା ମତେ କହିଲ। ତମ ନାଁ କଣ ମା? ନିରୁପମା। ନିରୁପମା, ଅନୁପମା, ଅନୁପମା, ନିରୁପମା। ତମ ନାଁ ଶୁଣି ଲାଗୁଛି ତମେ ଦି ଜଣ ଦି ଭଉଣୀ। ଭଲ ହେଲା, ଆଜିଠୁ ଏଇ ଘରେ ଦି ଭଉଣୀ ରହିବ କି? ଆମେ ନାଇଁ କମଲେଶ, ମୁଁ ତମ ସ୍ତ୍ରୀ ତମ ପାଖରେ ଅଛି, ଆଉ ଜଣେ କଣ ଦରକାର? ନାଇଁ, ସାମୁ କାକା ତାକୁ ଏଇ ଘରକୁ ଆଣିଛନ୍ତି ମାନେ ସେ ଏଇ ଘର ରହିବ। ତମେ ତାକୁ ସାନ ଭଉଣୀର ସମ୍ମାନ ଦବ। ହଁ ସାମୁ କାକା, ଅନୁପମାର ମାମା ଆସିଛନ୍ତି, ସେମାନେ ବାହାରେ ଅଛନ୍ତି। ତାକୁ ଟିକେ ରୁମ୍ ଟା ଦେଖିଦିଅ, ସେ ଟିକେ ରେଷ୍ଟ ନେବେ, ବହୁତ ଦୂରରୁ ହଁ ସାର୍ ବାବୁ ମୁଁ ସେମାନଙ୍କୁ ଡାକି ଆଣୁଛି। ବୋମା ତମେ ସାନ ବାବୁକୁ ନେଇ ଭିତରକୁ ଯା, ମୁଁ ସେମାନଙ୍କୁ ଡାକି ଆଣୁଛି। ଆସ କମଲେଶ। ଭିତରକୁ ଆସ। ଶୀଘ୍ର ଆସ, ପୁଣି ବାବୁ ଶୀଘ୍ର ଭିତରକୁ ଆସ।
ତମେ ସେତେବେଳେ କିଛି ଜାଣିଛ ଏମାନେ ବୋହୁ ମାଙ୍କ ମାମୁ ଭାଇ କୁଣିଆକୁ ସିଧା ସେମିତି ତମ ରୁମରେ ହରେ କୃଷ୍ଣ ହରେ ରାମ মহারানী দাই রাধে ভগনী তাই বড় রাধে নাম হরে কৃষ্ণ ଆଉ ଫାଳେ ମୋର କଣ ହେଲେ କୁଣିଆକୁ ଭୂତ ଦେଖିଲା ବେଳେ ଏମିତି ଚମେ କୋଉଠି ହରିନାମ ଧରିଲାଣି କଣ ହେଇଛି ଖାଲି ଭୂତ ନୁହଁ ଭୂତ ପ୍ରେତ ଡାହାଣୀ ଚିକୁଣି ପିତାଶୁଣି ନିଶାଶୁଣି କଷାଶୁଣି ଗୁଅ ଚୋରି ସବୁ ଏକାଦର ଦେଖିବୁ ବେଶୀ କଣ ତମେ ସବୁ ଏମିତି କହୁଛ ଆଲୋ ଜନ୍ଦା ଜନ୍ଦା ନାଲିଆ ନାଲିଆ କାଠୁରିଆ ଜନ୍ଦା ଏମିତି ଅଜାଗାକୁ ମୋର କାମୁଡ଼ିଛି ମୋର ସେଇ ବିନ୍ଧା ହଉଛି ଲୋ ମା ସର ତମକୁ ଜନ୍ଦା ନା ତମକୁ ଜନ୍ଦା ନୁହଁ ତମ କଙ୍କଡ଼ା ପିଠା ଦଂଶନ କରିଛି ତମେ କାଠେଇ ଯାଇଛ କୁଣିଆକୁ ଆଉ ଏମିତି କଣ କରୁଛ ଘର ଦେଖୁଛ ଏ ଘରକୁ କଙ୍କଡା ବିଛା ଦନ୍ଦା ଏସବୁ କୋଉଠୁ ଆସିବ ବାଟରେ ଆସିଲା ବେଳେ ସେ ଗାଡି ଅଟକେଇକି ଆମ୍ବ ବାଟନା ମୁଁ ଆମ୍ବ ବାଗିନାକୁ ଯାଇଥିଲ ସେଇ ଆମ ସାନ ବାବୁର ଆମ୍ବ ବାଗାନ ଏ ଭଗବାନ କଣ କର ତମେ ସେଇ ଆମ୍ବ ବାଗାନର ଯୋଉ ଦନ୍ଦା କାମୁଡେ ଶନିବାର ହେଇଯାଏ ଶୀଘ୍ର ଯାଅ ଭିତରେ ଥିଲି ଲୋକ ଚାଇଛି ତମେ ଶୀଘ୍ର ଯାଅ ଆସ ଏ ଦଣ୍ଡା ଛଡେଇକି ଯାଉନ ଆଉ ରକ୍ଷା ନାହିଁ ଆମେ ଧରା ପଡି ଜବାଣା ବାড়ি বসে চৌধুরী খাই এদিকে কাইকে মারিବାକୁ আসছো কাইকে মারিବାକୁ আসছো ভাই ତୁ ଆସିକି ପଡିଲେ ସବୁ ରାତି ଯେତେ ଶୀଘ୍ର ପାରୁଛୁ ଜାଗା ଛାଡିକି ପଳେଇ ଯା ତମେ ମାନେ କାଲି ସବୁ କାମ କରୁଛ ତମ ଗନ୍ଧ ବାର କାଲି ଉଠେ କୋଉଠୁ ଛୁ ଉଠେ ତାକୁ ଏବେ ଅନୁଭବରେ ରଖିଛ ତାର ତ ସବୁ କଥା ଜାଣି ସାରିଲୁଣି ଯେତେ ଶୀଘ୍ର ପାରୁଛୁ ଜାଗା ଛାଡିକି ପଳା ଆଉ ତୋର ଯେ କେମ୍ପା ଛୋଟା ଭାଇ ଡାକୁ ଭଲ ରବିବାର କହୁଛି ମୋ ଭାଇର କିଛି କ୍ଷତି କରିବନି କିଛି କ୍ଷତି କରିବ ତ ନା ନା ତାକୁ ଜୀବନରୁ ମାରିବିନି ତା ଦିଟା ଆଖିରେ ଦିଟା ଡାମ୍ଫଡ ପୁରେଇ ଦେବି ସହଜ କେମ୍ପା ଛୋଟା ଅଙ୍ଗ ହେଇଯିବ ଦରାଣ୍ଡିକି ବାଟ ଚାଲିବ ମୁଁ ଦୁଃଖ ହାତ ଧରୁଛି ମୋ ଭାଇର କିଛି କ୍ଷତି କରିବନି କିଛି କ୍ଷତି କରିବନି ତାକୁ ମୁଁ କାଲିକୁ କିଛି କହିବିନି ମୋ ଅନୁଭବ ମାନେ କେହି ବି ଜାଣିବେନି କିନ୍ତୁ ମତେ ଏକରେ ଯାହା ଟିକେ ରହିବାକୁ ଦିଅ ଭାଇ ଭାଇ ମତେ ଏକରେ ବାହାର କରିଦିଅନି এই ঘরে তো সবই কথা সব বলে ମୋ ଜୀବନଟା ସାର୍ଥକ ହେଇଯିବ ମତେ ଗୋଟେ ବାହାର କରିଦେଲେ ମୋ କଥା ଶୁଣି ଚୁପଚାପ ଏଠି ଚାକର ନେଇ ପଡ଼ିଥିଲି ଆଉ ଯଦି ପାଠ